ଶୋଇବା ମନା। କାଇଁ ତଳକୁ ମୁହଁ କରି ଶୋଇଲେ ଅସୁବିଧା କଣ ହବ? ଉପରେ ତଳକୁ ମୁଖ କରି ନାରୀମାନେ ଶୟନ କରିବା ମନା। କାହିଁକି ନା ମା ଧରିତ୍ରୀ ନାରୀମାନଙ୍କ ଉଚ୍ଚର ଭାରକୁ ସହ୍ୟ କରିପାରେ ନା। ତେଣୁ ନାରୀ ପାରେ ନା। ତେଣୁ ନାରୀମାନେ ତଳକୁ ମୁଖ କରି ଶୟନ କରିବା ମନା। ଶଙ୍ଖ ଦୀପ ପୁସ୍ତକ ଗେଣ୍ଡା ବଡ ଭାଇ ଶଙ୍ଖ ତୁ ଯାହା କରୁ ଆମେ ତୋତେ ମନା କରୁଛୁ। ତୋର ସବୁ ତୁମ ମୋ ତମେ ସେ ଶଙ୍ଖ କଥା କହିକି ବଢିଆ ଶଙ୍ଖ ଶଙ୍ଖ ଶଙ୍ଖକୁ ବାଦନ କରି ସାରିବା ପରେ ତଳେ ଥୋଇବା ମନା। ତାକୁ ଛାତ ଉପରେ ଥୋଇଦେବ ସେ ଗଡୁଥିବ ଖରା ଖାଇଲେ ରାତିରେ ଭଲ ସାଉଣ୍ଡ ହବ। ଶଙ୍ଖକୁ ତ ତଳେ ଥୋଇବନି କୋଉଠି ଥୋଇବ? ଶଙ୍ଖକୁ ମାନେ ତ ତଳେ ଥୋଇବା ନା। କୋଉଠି ଥୋଇବା? କାହିଁକି ନା ଆପଣଙ୍କର ବେତନ ଯାଇ ବୋଲେ ଶଙ୍ଖକୁ ତଳେ ଥୋଇଲେ ଶଙ୍ଖକୁ ଆମେ ତଳେ ଥୋଇବାନି। ଶଙ୍ଖର ଧାରକୁ ନା ଧରିତ୍ରୀ ସହିପାରନ୍ତି ନାହିଁ। କାହିଁକି ନା ଶଙ୍ଖାସୁର ବଳ ପାଇଛି। ଯୋଉଦିନ ଭୂସ୍ପର୍ଶ କରିବ ସେଇଦିନ ପଣ୍ଡିତ ଜୀବଦାନ ପାଇବ। ତେଣୁ ଆମେ କେବେ ହେଲେ ଶଙ୍ଖକୁ ତଳେ ଥୋଇବା ନାହିଁ। ମା ଧରିତ୍ରୀ ସହିପାରନ୍ତି ନାହିଁ। ଦୀପ ଜଳନ୍ତା ଦୀପକୁ ପଣ୍ଡିତ ଆମେ କେବେ ତଳେ ଥୋଇବାନି। ତାକୁ ଜଳନ୍ତା ଦୀପକୁ ଚାଳ ଉପରେ ରଖିବ। ପୋଡିଯିବ ଚାଳ। ଏରା ଚାଳ ପୋଡିଲେ ପୁଣି ଇନ୍ଦିରାବାସ ପାଇବୁ ତୁ ମୁହଁ କୁଡିଆ ଯୋଜନାରେ ପୁଣି ବିଲକୁଲ ପାଇଥିଲି। ଆଚ୍ଛା ଦୀପକୁ ତ ତଳେ ଥୋଇବୁନି କୋଉଠି ଥୋଇବା ଦିଦି? ମାନେ ଦୀପକୁ ଜଳନ୍ତା ଦୀପକୁ ଯିଏ ଏ ଜନ୍ମରେ ତଳେ ଥୋଇବ ପର ଜନ୍ମରେ ସିଏ ଅଭଜନ୍ମ ପାଇବ। କୋଉଠି ଥୋଇବା? ତେଣୁ ଜଳନ୍ତା ଦୀପକୁ କେବେ ତଳେ ଥୋଇବୁନି। ଅଳ୍ପ କିଛି ଅରୁଆ ଚାଉଳ ନହେଲେ କିଛି ଚୁନା ଫୁଲକୁ ରଖିବ। ପୁସ୍ତକ ପୁସ୍ତକ ମାନେ ବହି। ବହି ମାନେ ବୁକ୍ ମାନେ କିତାବ କିତାବ ମାନେ ପୁଣି ରିଚଣ ବହି ପଳେଇ ଆଚ୍ଛା ଆମେ ଜାଣୁ କହିଲି ଟୁକା। ବହିକି କୋଉଠି ଥୋଇ ସେଟା କୁହ? ସେ ପ୍ଲସ 2 ପ୍ରଥମ କହିଛି। ଆଚ୍ଛା ଯାହା ଟୁକା ମୁଁ ବିଶ୍ୱାସ କର ମୁଁ ଏତେବେଳକୁ ଯାଇନି ମୋ ପୁଅର ଗୋଟେ ନମସ୍କାର ବଢିକି ଅଛି। ପୁଅ ଯେତେ ଯୁଆଡେ ଯାଉ ବାପା ପାଖରେ ଥବ ନା ଆଚ୍ଛା ପୁସ୍ତକ ଯେକୌଣସି ପୁସ୍ତକ ହଉ ତାକୁ ପଢି ସାରିଲା ପରେ ପଣ୍ଡିତ ତାକୁ କେବେ ତଳେ ଥୋଇବେନି। ପୁସ୍ତକର ଭାର ମା ଧରିତ୍ରୀ ସହିପାରନ୍ତି ନାହିଁ। ଏ କଥାକୁ ଚିନ୍ତା କରି ରାଜା ମଧୁକର୍ପ ଯେତେବେଳେ ବ୍ରାହ୍ମଣ ଗୋଷ୍ଠୀଙ୍କୁ ବିସର୍ବା ମହର୍ଷିଙ୍କୁ ଆଶ୍ରମ ପ୍ରଦାନ କରିବେ। ବସିବେ ନାହିଁ ତମ ଆସନରେ ମୁଁ ବସିବେ ନାହିଁ। ମୁଁ ଗୋଟେ କାମରେ ଆଇଛି ମୋ କାମ ବୁଝିଦେଲେ ମୁଁ ଗୋଟେ ଜିନିଷ ମାଗିବା ପାଇଁ ଆସିଛି ମତେ ଦେଇଦେଲେ ମୁଁ ଆଶ୍ରମକୁ ପଳେଇବି। ଆପଣ ଯାହା ମାଗିବେ ଆପଣ କରିବେ। ନା ମୁଁ ତମ ରାଜା କଥା ତପ ନ ତପ ତମ ଉପରେ ଯାଉଛୁ ସତ୍ୟ କର ମାଗିବି। କବି ମଞ୍ଜୁର ବସ ରାଜା ମଧୁକର୍ପ ସତ୍ୟ କଲେ କଣ କହିଲେ? ଆପଣଙ୍କୁ ସ୍ୱ ଇଚ୍ଛାରେ ପ୍ରଦାନ କରିବେ। ମୋର କିଛି ଆବଶ୍ୟକ ନାହିଁ ରାଜା। ଯଦି ତମ ସତ୍ୟ ସତ୍ୟ ବିବାହ ସତ୍ୟ କରିଛ ସତ୍ୟ ଝିଅ ମଗାଇଦେଲେ ମୁଁ ତମେ ମତେ ଦେଇଦିଅ ରାଜା। ଝିଅଟାକୁ ଦିଅ ମୁଁ ନେଇକି ଆଶ୍ରମକୁ ପଳେଇବି। ଯଦି କାହାର ପିଲାକୁ ଆଉ ଜଣେ କିଏ ମାଗେ କୋଉ ବାପା ମା ଦିଅନ୍ତି ନାହିଁ। ପିଲା ମାଗିଲେ ବାପା ମା ବଜେଇଦେବେ ନାହିଁ। ସେଇଭଳିଆ ରାଜା ବୋଲି ସେ ଠିଆ ହେଇଛି ମୁଁ ସେଠି ଥାନ୍ତି। ତ ସାତ ଜଣ ଗୋଟେ ରାଜା ହେଇପାରିବି ରାଜା ତ ରାଜା ସେ ମନ୍ତ୍ରୀ ହେଇପାରିବି। ଚଟା ଛିଣ୍ଡେଇ ସୁନ୍ଦର ଖାଇକି ତମ ତମ ଝିଅକୁ ପୁଅକୁ ଦେଇ ପାର। I am not taking the lesson lessy. ମୁଁ ଝିଅକୁ କାହା ଉପରେ ଦେଇପାରିବି? ତମର ପଢା କେତେ ବୁଝିବ?